ବିଜେଡ଼ି ରେ ଆୟୁଷ ବହୁତ କମ୍। ପ୍ରତ୍ୟେକ ମୁହୂର୍ତ୍ତରେ ଆୟୁଷ କମୁଛି। ଏସବୁ ତାର ଯେଉଁ ଲକ୍ଷଣ ଦେଖାଗଲାଣି, ବିଜୁ ଜନତା ଦଳ ଜ୍ୟାମିତିକରେ ଅବକ୍ଷୟମୁଖୀ ହେଉଛି। ଗୋଟିଏ ପଟରେ ନବୀନ ବାବୁଙ୍କର ସହିତ ପାଣ୍ଡିଆନଙ୍କର ଗୋଟେ ଅଜଣା ସମ୍ପର୍କ, ଅକୁହା ସମ୍ପର୍କ, ଅଲିଖିତ ସମ୍ପର୍କ, ସେ ସମ୍ପର୍କ ଯାହା ହେଉଥାଉ ନା କାହିଁକି। ଅନ୍ୟପଟରେ ପାଣ୍ଡିଆନକୁ ନେଇ ବିଜୁ ଜନତା ଦଳ ଭିତରେ ବିଦ୍ରୋହର ଧୀରେ ଧୀରେ ସୀମା ଲମ୍ବା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଅବକ୍ଷୟମୁଖୀ ହେଉଛି। ନବୀନ ବାବୁ ତାକୁ ଜାଣୁଛନ୍ତି, କିନ୍ତୁ ନବୀନ ବାବୁ ଚାହୁଁଛନ୍ତି ବରଂ ବିଜୁ ଜନତା ଦଳ ଯେକୌଣସି ମୂଲ୍ୟ ତାର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ସେ ଏଇ ଯେଉଁ ପାଣ୍ଡିଆନ ବାବୁଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ଏଭଳି ଗୋଟେ ଧାରଣାଟେ ବିଜୁ ଜନତା ଦଳ କର୍ମୀ ଏବଂ ଓଡ଼ିଶାବାସୀ ଭିତରେ ପ୍ରକାଶ ପାଇଲାଣି, ଅନୁଭବ କଲେଣି। ତ ସେ କାରଣ କ'ଣ, କାହିଁକି ଏଭଳିଆ ଅବକ୍ଷୟମୁଖୀ ହେଉଛି ବିଜୁ ଜନତା ଦଳ, ଏ ବିଷୟରେ ଆଜି ତେରଛା ବାଣରେ ମୁଁ ବିପିନ ଦାସ। ନମସ୍କାର। ପ୍ରିୟ ଦର୍ଶକ ବନ୍ଧୁ, 2 ଦିନ ତଳେ ଗୋଟେ ନ୍ୟୁଜ୍ ବାହାରିଥିଲା, ଗୋଟେ ନ୍ୟାସନାଲ୍ ନ୍ୟୁଜ୍ରେ। ସେ ହେଉଛି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍। ତାର ସ୍ତମ୍ଭକାର ସାହିଦ ଫରିଦ ଗୋଟେ ଲେଖିଥିଲେ। ଏଇଟା ପୁରୁଣା ଘଟଣା ହେଇଗଲାଣି, ଏଇଟା ଆଉ ଚର୍ଚ୍ଚାରେ ନାହିଁ, ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଲାଣି। ଯେ ତଥାପି ଆମେ ଧାଡ଼ିଏ କହୁଛୁ ଆପଣଙ୍କୁ ଯେ ନିକଟ ଅତୀତରେ ପାଣ୍ଡିଆନ ଅମିତ ଶାହାଙ୍କ ସମ୍ପର୍କରେ ଆସିବାକୁ ଚେଷ୍ଟା କରିଥିଲେ ଏବଂ ସେ ପାଣ୍ଡିଆନକୁ ଆକ୍ରମଣ ନ କରିବେ, ଯେମିତି କେନ୍ଦ୍ରୀୟ ଭାରତୀୟ ଜନତା ପାର୍ଟି କିମ୍ବା ରାଜ୍ୟ ଭାରତୀୟ ଜନତା ପାର୍ଟିର ସରକାର ତା ପ୍ରତିବଦଳରେ ସେ ବିଜୁ ଜନତା ଦଳକୁ ବିଭାଜିତ କରିବେ ଏବଂ ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନ ସହିତ ଯେଉଁ ରାଜ୍ୟସଭାରେ ଯେକୌଣସି ବିଲ୍କୁ ସମର୍ଥନ କରିବେ, ଏଭଳି ଗୋଟେ ବାର୍ତ୍ତାଟେ ଦେଇଥିଲେ। ଏବଂ ନବୀନ ବାବୁଙ୍କ ଜ୍ଞାତସାର ହେଉ କି ଅଜ୍ଞାତସାର ହେଉ, ଏ କଥାଟା ସେ ଗୋଟେ ଡିସ୍କସନ୍ ହେଇଥିଲେ, କିନ୍ତୁ ସେ ଦେଖା ସାକ୍ଷାତ ପାଇଲେନି ଶାହାଙ୍କୁ। ଏଭଳିଆ ବାର୍ତ୍ତାଟେ ଗୋଟେ ସ୍ତମ୍ଭକାର ଲେଖିଥିଲେ ଯେ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍ରେ। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ତୁମ୍ବି ତୁଫାନ ହେଲା। ଓଡ଼ିଶାର ବିଜେପି ନେତା, ଓଡ଼ିଶାର ବିଜେଡ଼ି ନେତା ଏ ସମସ୍ତେ ପ୍ରତିବାଦ କଲେ। ତାପରେ ସେ ତାର ଭୁଲ କ୍ଷମା ମାଗିଲା ଏବଂ ଏଟା ଭିତ୍ତିହୀନ ଥିଲା ବୋଲି କହିଲେ ସ୍ତମ୍ଭକାର। ସେ କଥାଟା ସେଇଠି ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଆମ କଥାଟା ସେଇଠି ନୁହେଁ। ଆମ କଥାଟା ହେଉଛି ଯେଉଁ ପାଣ୍ଡିଆନକୁ ଆକ୍ଷେପ କଲା, ମିଛ ହେଉ ବା ସତ ହେଉ, ସେ ଖବରକାଗଜଟି ପାଣ୍ଡିଆନ ଯେଉଁ ହଜି ଯାଇଥିଲେ, ଚର୍ଚ୍ଚା ଭିତରେ ନଥିଲେ, ଜାତୀୟ ସ୍ତରରେ ଚର୍ଚ୍ଚା ଭିତରେ ନଥିଲେ, ଦୀର୍ଘ ସମୟର ପରେ ଗ୍ୟାପ୍ ପରେ ଚର୍ଚ୍ଚିତ ସମ୍ବାଦ ପରିବେଷଣ କରିଥିଲା ଦି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍। ତ ଏଠି ଜୋରଦାର ଗୋଟେ ଜାତୀୟ ସ୍ତରରେ ଆଲୋଚନା ହେଲା ଏବଂ ଜାତୀୟ ସ୍ତରରେ ଯେଟା ଆଲୋଚନା ହେଲା, ରାଜ୍ୟ ସ୍ତରରେ ମଧ୍ୟ ସବୁ ଚ୍ୟାନେଲ୍ କୁହନ୍ତୁ, ଆପଣଙ୍କର ନ୍ୟୁଜ୍ ଚ୍ୟାନେଲ୍ କୁହନ୍ତୁ, ଖବରକାଗଜ କୁହନ୍ତୁ, ଗୋଟେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହେଲା। ଏକ୍ସ ଆକାଉଣ୍ଟ ଭର୍ତ୍ତି ହେଇଗଲା। କିଏ ସମର୍ଥନ କଲା, କିଏ ବିରୋଧ କଲା, କିଏ ମିଛ କହିଲା, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କିନ୍ତୁ ଆମେ ଏଠି ଗୋଟେ କହି ରଖୁ ଆପଣଙ୍କୁ, ନବୀନ ବାବୁ କ'ଣ କରୁଥିଲେ, ବିଜୁ ଜନତା ଦଳ କ'ଣ କରୁଥିଲେ। ଆଜ୍ଞା ଦେଖନ୍ତୁ, ଏମାନେ କ'ଣ କରୁଥିଲେ କ'ଣ ନାହିଁ ଏଟା ପଛକୁ ଆସିବା। କାର୍ତ୍ତିକେୟନ ପାଣ୍ଡିଆନ, ଭୈରବ କାର୍ତ୍ତିକ ପାଣ୍ଡିଆନ କ'ଣ କରୁଥିଲେ ସେ ଖଣ୍ଡନ କଲେ କି ଆମ ନବୀନ ବାବୁ କହିଲେ ଏଟା ସବୁ ମିଛ କଥା। ସେ କି ଶବ୍ଦ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି ଦେଖିଦିଅନ୍ତୁ, ତାଙ୍କ ଟ୍ୱିଟ୍ଟାକୁ ଦେଖନ୍ତୁ। ତାର ଓଡ଼ିଆ ହେଉଛି ସମ୍ପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନି ସୂଚକ ଏବଂ ବିଭ୍ରାନ୍ତକାରୀ ସମ୍ବାଦ। କି କଠୋର! ଏଇଟା ତ ସେ ପାଣ୍ଡିଆନକୁ ସମର୍ଥନ କଲେନି, ପାଣ୍ଡିଆନଙ୍କ ପଛରେ ଗୋଟେ ଦିୱାର, ପକ୍କା ଦିବାର, କଂକ୍ରିଟ ଦିବାର ହେଇକି ଠିଆ ହେଇଗଲେ। ଆମେ ଯଦି ଆପଣଙ୍କୁ ଗତ ମାସର 8 ତାରିଖ, ଜୁନ୍ 8 ତାରିଖକୁ ନେଇଯିବୁ, ଯେତେବେଳେ ପରାଜିତ ହେଲା, ଧୂଳି ଚାଟିଲା ବିଜୁ ଜନତା ଦଳ, ସେତେବେଳେ କିଛି ବିଜୁ ଜନତା ଦଳର ଯୁବ ବାହିନୀ, ବିଜୁ ଜନତା ଦଳର ଛାତ୍ର ବାହିନୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଏ ସମସ୍ତ ପରାଜୟକୁ ଠେଲିଦେଲେ କୁଆଡ଼କୁ, ପାଣ୍ଡିଆନ ବାବୁଙ୍କ ଆଡ଼କୁ। ଯେ ତାଙ୍କର ସେ ଯେହେତୁ ସରକାରର ମୁଖ୍ୟ ହେଇଗଲେ, ସେ ବରିଷ୍ଠମାନଙ୍କୁ ପଚାରିଲେ ନାହିଁ
से चारिड़े प्रचार कले एवं से तमिल ताकू अस्मितार इस्यू कला भारतीय जनता पार्टी से पांड्या ही विजु जनता दल पराजय दायी करागला से पूरा एकदम समर्थन आसला एटा सब मिछ कथा पांड्यान देव जो राज्य और दल बहुत कम कर सचोट नता दक्ष नता से समर्थन करते किंतु एबे चट्टाण भरी ठिया हेले आप देखिले से खबर कागज भी कौन बाहर देखिले नवीन बाबू को रिएक्शन कौन भी देखिले सेपटे पांड्यान बाबू को लेकरी विजु जनता दल भी स्पष्टीकरण देला किंतु पांड्यान किसी कहलेनी जहाँ ऊपर अभियोग से संपूर्ण नीरव सन्यास नहीं ना से किसी कहे ना या तो तेणु तांकु सुरक्षा देवाई नवीन पट्टनायक जहाँ को जान मान शान कौच विजु जनता दल अपन देखुन तो जहाँपाई ये दलर ये अवस्था ताकू केमिति चट्टाण भली आसिक समर्थन कर छाई पकड़ दौना गोटे पा पकड़ दौना अपमान को सह्य करने प्रस्तुत नुहति नवीन बाबू ता पचर कारण कौन हो विषय आम कहवा ये कही रखु पांड्यान कहीं निजर प्रतिक्रिया रखुना कहीं से खबर कागज हो कि बाइट दिंतु कौन सी तो बहुत बंधा चैनल अच्छी ना खंडन कर पारते कि एक्स तो अच्छी ना लिखुंट एक्स लिखुंट आपन तो एक्स अकाउंट भी देखु गला काली दुईटा ये गोटे सरकारी कर्मचारी को जो राज्यपाल पु पिटले यह निंदनीय या गहित कार्य एठी ओडिशा रे जे आईन श्रृंखला परिस्थिति विपर्यस्त जोटा नवीन बाबू कहते जोटा विजु जनता दल कहते से मत पांड्यान लिखिं एकदम यहाँ संपूर्ण राजनैतिक पोस्ट नुहे कि एक्स रे तो राजनीति सन्यास नहीं कहीं बाहर आउ गोटे देखूँ प्रभात पुरुष विजु पट्टनायक ना जिते खेलर ये बाहर आसाला ए बंद करथिला ओडिशा सरकार ताको मध्य सर्वप्रथमे पांड्यान तीव्र विरोध करते लेखाश्री आसुले विजु जनता दल आसते अन्य मैंने आसते भी आपन देखी दिंतु दुईटा ट्वीट देखिले 2 दिन 2टा ट्वीट देखिले तो जिते बड़े सॉरी 2 दिन 2टा एक्स अकाउंट रे पोस्ट आपन देखिले अर्थ पांड्यान राजनीति में संपृक्त अच्छा सक्रिय अच्छा भितर जो ब्रेनटा बाहर नवीन बाबू कहते विजु जनता दल कहते लेखानानी कहते अन्य भाई माने भी कहते प्रथम से ब्रेनटा से जोटा कि विजु जनता दल कर्तृत्व जो शीर्ष नेतृत्वर भाया से जोटा डायरेक्शन दूसरी से नवीन बाबू मानवा को बाध्य होती ये भाया बार्ताटे से आसूँ आप मैंने निज अनुभव करूँ आम तो मिछ कहूँ ना आम ट्वीटा को देखा एक्स अकाउंट पोस्ट को आम देखा जोटा कि तापर लेखाश्री सामंत सिंहार आसिक कहले तापर नवीन बाबू आसिक कहले तापर प्रसन्न आचार्य आसिक कहले तापर मंगराज आसिक कहले तो आगे किंतु पांड्यान तांकर एक्स अकाउंट रे देखिचंती सन्यास नहीं को गुंफा भितर गोटे अच्छी कोटी नवीन निवास रे सेठी प्राय कही दउछन पळे आउछ खाली सेतिकी नुहे जो पांड्यान को संपृक्ति को लेकरी जो माने जो शीर्ष नेतृत्व विजु जनता दल जो माने विरोध करछंती सेमानंकर लिस्ट मध्य धीरे बढ़िबार लगी धीरे धीरे बढ़ुची सर्वप्रथमे प्रभात विश्वाल मंगला किसान संबित राउतराय अरुण साहू बद्रीनारायण पात्र अमर शतपथी एवं नृसिंह साहू ये धीरे 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 पांड्यान को विरुद्ध में कहते कि नवीन बाबू को आगे कथा होना ये जो विरोध आसो धीरे 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 आहरी संख्या बढ़ो एवं नवीन बाबू को मध्य विद्रोहर सम्मुखीन हे जमी अतीत 50-52 जन विधायक पलि जाते पांड्यान को जो भारतीय जनता पार्टी सामिल होते जहाँपाई दूली चाटा विजु जनता दल एवं यहाँ गोटे निर्दिष्ट सूत्र जमापड़ी जे कटकर जड़े विधायक एवं सम्बलपुर जड़े विधायक ये 2 जन विजु जनता दल विधायक जड़े केंद्रीय मंत्री संस्पर्श आसी सी एपर्यंत 6 ରୁ 7 विधानसभा ये विधायक मान को एकजुट कलानी बराबर रोचंती एवं से टंकार मध्य डील होती
এবং ବିଜୁ ଜନତା ଦଳ ଖଣ୍ଡ ବିଖଣ୍ଡିତ ହେବ ଏଭଳିଆ ଗୋଟେ ମଧ୍ୟ ଏଇଟା ଉଡ଼ାଶୁଣା ନୁହେଁ, ଏଇଟା ସୋର୍ସ। କାରଣ ଆମେ ଯାହା ଆକଳନ କରୁ ସତ୍ୟ ହୁଏ, এটা ଚାଲିଛି। ଏବଂ ଯେହେତୁ ତାଙ୍କର ସଂଖ୍ୟା କମ୍ ଅଛି ସେମାନେ ଧୀରେ ଧୀରେ ପୁଣି ମାଡ଼ୁଛନ୍ତି। ଏ ଖବର ମଧ୍ୟ ନବୀନ ବାବୁଙ୍କ ପାଖରେ ଅଛି। ଏହା ପଛରେ କାରଣ ହେଉଛନ୍ତି ପାଣ୍ଡିଆନକୁ ଯେଉଁ ବିଜୁ ଜନତା ଦଳରେ ଗୁରୁତ୍ୱ ଦେଉଛନ୍ତି ନବୀନ ବାବୁ, ସେଇଥିପାଇଁ ଏଭଳିଆ ବିଧାୟକମାନେ ମଧ୍ୟ ବିଦ୍ରୋହ କରିବା ଆରମ୍ଭ କଲେଣି। କିନ୍ତୁ ପାଣ୍ଡିଆନଙ୍କର ଯୋଗୁଁ ଯଦିଓ ଭାଙ୍ଗି ଯାଉଛି ବିଜୁ ଜନତା ଦଳ, ପରାଜିତ ହେଲା, ଲୋକସଭାରେ ନିଜର ପରିଚୟ ନାହିଁ, ଏବଂ ଯେଉଁ ଜାତୀୟ ସ୍ତରର ଆନ୍ତର୍ଜାତିକ ସ୍ତରରେ ଯେଉଁ ଗୋଟେ ଚାଲୁଥିଲା ବିଜୁ ଜନତା ଦଳର ତାର ନିଜର ଆସନ ସଂଖ୍ୟାକୁ ନେଇକି ଆଲୋଚନା ହେଉଥିଲା, ଗୁରୁତ୍ୱ ରଖୁଥିଲା, ସେ ଗୁରୁତ୍ୱ ଚାଲିଗଲାଣି ଜିରୋ ଏବେ ପାର୍ଲାମେଣ୍ଟରେ। ହଁ, ବିଧାନସଭା ରାଜ୍ୟସଭାରେ କିଛି ସଂଖ୍ୟା ଅଛି, ଧୀରେ ଧୀରେ କମିଯିବ, ପରବର୍ତ୍ତୀ ନିର୍ବାଚନରେ କମିବ, ଏମିତି 2-3ଟା ସିଟ୍ ରହିଯିବ। ୟା ପରେ ମଧ୍ୟ ନବୀନ ବାବୁ ପାଣ୍ଡିଆନ ବାବୁଙ୍କର ସମ୍ପର୍କ କାଟି ପାରୁନାହାନ୍ତି କାହିଁକି? ଯେଉଁ ଲୋକ, ଆମେ ନବୀନ ବାବୁଙ୍କ କଥା କହୁଛୁ, ଯେଉଁ ଲୋକ ଟିକିଏ ନେତାମାନେ ଟିକିଏ 19-20 ହେଲେ ବାହାର କରିଦେଉଥିଲେ, ବିଜୟ ମହାପାତ୍ରଙ୍କ ଭଳିଆ ବିରାଟ ବ୍ୟକ୍ତିତ୍ୱକୁ ବାହାର କରିଦେଲେ, ଗଞ୍ଜାମ ଟାଇଗର ଯେଉଁ ରାମକୃଷ୍ଣ ପଟ୍ଟନାୟକ ଅପମାନଜନକ ସ୍ଥିତିରେ ବାହାର କଲେ, ଦାମ ରାଉତଙ୍କୁ ବାହାର କରିଦେଲେ, ନଳିନୀ କାହାକୁ ବାହାର କରିନାହାନ୍ତି, ପ୍ୟାରୀକୁ ତ ବାସନ୍ଦ କରିଦେଲେ, ମରିଗଲା ପରେ ମଧ୍ୟ ତାକୁ ଦେଖା କରିବାକୁ ଗଲେ ନାହିଁ। ସେଇ ନବୀନ ପଟ୍ଟନାୟକ ଇଏ ତ, ଯାହାକୁ ଅଙ୍କଲ ଅଙ୍କଲ କହିକି ଦିନ 3 ଥର ସାଷ୍ଟାଙ୍ଗ ପ୍ରଣାମ କରୁଥିଲେ, ସେ ପ୍ୟାରୀ ଯେତେବେଳେ ବିଦ୍ରୋହର ଗୋଟେ ଖବର ଗଲା, ସତ୍ୟାସତ୍ୟ ନ ପରୀକ୍ଷିକି ତାଙ୍କୁ ବିଦା କରିଦେଲେ, ସେ ଲୋକଟା ପଡ଼ି ପଡ଼ି ମରିଗଲା ଯେ ନବୀନ ବାବୁ ତାଙ୍କୁ ସାକ୍ଷାତ କରିବାକୁ ଗଲେନି। ତ ପାଣ୍ଡିଆନଙ୍କ ପାଇଁ ତାଙ୍କର ଦୁର୍ବଳତା କ'ଣ ଅଛି? କି ସମ୍ପର୍କ ତାଙ୍କ ସାଙ୍ଗରେ? କ'ଣ ଏମିତି ଗୋଟେ ଅଲିଖିତ ସମ୍ପର୍କ ଅଛି କି? ସେ ତାଙ୍କର କ'ଣ ପାଣ୍ଡିଆନ ନବୀନ ବାବୁଙ୍କ ଭିତରେ କି ସମ୍ପର୍କ? ଏ ସମ୍ପର୍କ ବିଷୟରେ ବି ଜନତା ଦଳ ବି ଜାଣିପାରୁନି, ଓଡ଼ିଶାବାସୀ ବି ଜାଣିପାରୁନି। ବହୁତ କଥା କୁହାହେଉଛି, କିଏ କ'ଣ କହୁଛି, କାହା ମୁହଁରେ ହାତ ଦେଇ ହେଉନାହିଁ। ଯେତେବେଳେ ବିଜୁ ଜନତା ଦଳ ସମ୍ପୂର୍ଣ୍ଣ ବକ୍ଷାବକ୍ଷି ହେଲାଣି, ପରାଜିତ ହେଲାଣି, ନବୀନ ବାବୁ ପାଣ୍ଡିଆନ ବାବୁକୁ ଛାଡ଼ି ପାରୁନାହାନ୍ତି। ଯାହା ବି ହେଇଯାଉ, ଦୁନିଆ ବାସି ଯାଉ, ସଂସାର ବିସ୍ଫୋରିତ ହେଇଯାଉ, ବିଜୁ ଜନତା ଦଳ ବୁଡ଼ି ଯାଉ, କିନ୍ତୁ ନବୀନ ପାଣ୍ଡିଆନ ଯୋଡ଼ି ଭାଙ୍ଗିବ ନାହିଁ। କାରଣ ତାଙ୍କ ଭିତରେ ଯେଉଁ ସମ୍ପର୍କ ଅଛି ପୁରା ଏକଦମ ନିବିଡ଼ ସମ୍ପର୍କ। କଂକ୍ରିଟ ଭିତରେ ସିମେଣ୍ଟ ବାଲିର ସମ୍ପର୍କ ଥାଏ, ବାଲି ସିମେଣ୍ଟର ସମ୍ପର୍କ ଯେମିତି କଂକ୍ରିଟରେ ଥାଏ, ସେମିତି ନବୀନ ବାବୁ ଆଉ ପାଣ୍ଡିଆନଙ୍କର କଂକ୍ରିଟ ସମ୍ପର୍କ ଏ କେବେ ତୁଟିବ ନାହିଁ, ମଲା ପଳେ ତୁଟିବ। ତେଣୁ ୟା ପାଇଁ ବିଜୁ ଜନତା ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଏବଂ ଜୟନାରାୟଣଙ୍କ ଭାଷାରେ, ଜୟନାରାୟଣ ମିଶ୍ରଙ୍କ ଭାଷାରେ ଏ ଇତିହାସ ହେଇଯିବ, ବହୁତ ଜଲ୍ଦି ବିଜୁ ଜନତା ଦଳ ଭାଙ୍ଗିଯିବ। ଏବଂ ସେଇ ଦିନକୁ ପ୍ରାୟ ମୁଁ ଭାବୁଛି ଭାଙ୍ଗିଗଲା ପରେ ନବୀନ ବାବୁ ଏବଂ ଆମର ପାଣ୍ଡିଆନ ବାବୁ ଏ ଦୁଇ ଜଣେ ନାଚିବ ଆଉ ଜଣେ ବଂଶୀ ବଜେଇବ। ନମସ୍କାର।